ସମସ୍ତଙ୍କୁ ନମସ୍କାର। ମୁଁ ମଙ୍ଗଲ ସିଂ ମୁଣ୍ଡା ବାଇ ପ୍ରଫେସନ୍ ଗୋଟେ ସ୍କୁଲର ଟିଚର୍ ଅଛି। ତା ସହିତ ପାର୍ଟ ଟାଇମ୍ ମୁଁ ଗୋଟେ ପର୍ସନାଲ୍ ଡାଇରେକ୍ଟ ସେଲିଂ ବିଜନେସ୍ରେ କାମ କରୁଛି। ତ ଦୀର୍ଘ 4-5 ବର୍ଷର ଏ ବିଜନେସ୍ର ଏକ୍ସପିରିଏନ୍ସ ଆଉ ମୋ ଲାଇଫ୍ର ଏକ୍ସପିରିଏନ୍ସରୁ ମୁଁ ଆଜି ସଫଳତାର 2ଟି ଶବ୍ଦ ମୋ ହୃଦୟଙ୍ଗମ କରିଛି। ସେ 2ଟି ଶବ୍ଦକୁ ମୁଁ ଆଜି ଆପଣମାନଙ୍କ ସାମ୍ନାରେ ଉପସ୍ଥାପନ କରିବା ପାଇଁ ଚାହୁଁଛି। ପ୍ରଥମ ଶବ୍ଦଟି ହେଉଛି ଷ୍ଟ୍ରଙ୍ଗ ଡିସିସନ୍, ଦୃଢ଼ ନିଷ୍ପତ୍ତି ବା ଦୃଢ଼ ଇଚ୍ଛା ଶକ୍ତି। ଆମେ ଜୀବନରେ କୌଣସି ବି ସେକ୍ଟରରେ ଆମେ କାମ କରୁ, କୌଣସି ବି କ୍ଷେତ୍ରରେ ଆମେ ସଫଳ ହେବା ପାଇଁ ସ୍ଥିର କରିବା, ସମସ୍ତ କ୍ଷେତ୍ରର ସଫଳତାର ଚାବିକାଠି ହେଉଛି ଦୃଢ଼ ଇଚ୍ଛା ଶକ୍ତି ବା ଦୃଢ଼ ମନୋବଳ, ଷ୍ଟ୍ରଙ୍ଗ ମାଇଣ୍ଡସେଟ୍। ଦ୍ୱିତୀୟରେ ହେଉଛି ଧୈର୍ଯ୍ୟ। ସଫଳତା ଗୋଟିଏ ସେକେଣ୍ଡରେ ଆସେ ନାହିଁ, ସଫଳତା ଗୋଟିଏ ମିନିଟରେ ଆସେ ନାହିଁ, ସଫଳତା ଗୋଟିଏ ଘଣ୍ଟାରେ ଆସେ ନାହିଁ, ସଫଳତା ଗୋଟିଏ ସପ୍ତାହରେ ମିଳେ ନାହିଁ, ସଫଳତା ଗୋଟିଏ ମାସରେ ମିଳେ ନାହିଁ, ସଫଳତା ଗୋଟିଏ ବର୍ଷରେ ମିଳେ ନାହିଁ। ସଫଳତା ଡିମାଣ୍ଡ କରେ ମିନିମମ୍ 5 ବର୍ଷରୁ 10 ବର୍ଷ। ଆପଣ ଶିକ୍ଷା କ୍ଷେତ୍ରରେ ହେଉ କିମ୍ବା ବିଜନେସ୍ କ୍ଷେତ୍ରରେ ହେଉ କିମ୍ବା ଯେକୌଣସି ଜୀବନର ଆପଣ କୌଣସି ଦକ୍ଷତାରେ ଯଦି ଆପଣ ଜୀବନରେ ସଫଳ ପାଇବା ପାଇଁ ଚାହୁଁଛନ୍ତି କିମ୍ବା ଆମେମାନେ ଚାହୁଁଛେ, ତାହେଲେ ଆମେ ମିନିମମ୍ 5ରୁ 10 ବର୍ଷ ପର୍ଯ୍ୟନ୍ତ ଦୃଢ଼ ଇଚ୍ଛା ଶକ୍ତି, ଦୃଢ଼ ମନୋବଳର ସହିତ ଆମକୁ କଣ୍ଟିନ୍ୟୁଅସଲି ଆମର କର୍ମ ଆଉ କର୍ତ୍ତବ୍ୟ କରିବା ପାଇଁ ପଡ଼ିବ। ଧୈର୍ଯ୍ୟର ସହ ଆମକୁ କର୍ତ୍ତବ୍ୟ କରିବା ପାଇଁ ପଡ଼ିବ। ତେବେ ଯାଇକି ଆମେ ସକ୍ସେସ୍ ୟାନି ସଫଳତାର ହିସ୍ସା ବନିପାରିବା କିମ୍ବା ଆମ ଲାଇଫ୍ରେ ବହୁତ ବଡ଼ ଗୁଡ୍ ଏକ୍ସପିରିଏନ୍ସ ପାଇପାରିବା, ଯେଉଁ ଏକ୍ସପିରିଏନ୍ସ ମାଧ୍ୟମରେ ଆମେ ପ୍ରତ୍ୟେକ କ୍ଷେତ୍ରରେ ଆମେ ସଫଳ ହୋଇପାରିବା। ତ ଯଦି ମୋ କଥାକୁ ଆପଣମାନଙ୍କୁ କାହାକୁ ଭଲ ଲାଗୁଥାଏ, ତାହେଲେ ସୁନିଶ୍ଚିତ ଭିଡ଼ିଓକୁ ଲାଇକ୍ କରିବେ। ଧନ୍ୟବାଦ। ଥ୍ୟାଙ୍କ ୟୁ ସାର୍।